আজি आ भल होउछि ना ब्राह्मण पुओ कुंतला को प्रशंसा करूछ जेते बेले कुंतला को प्रशंसा राजकुमारी कुंतला लाज करूछ आ लाज करिवरे नुआ नुआ आइछि कहले सुंदरी आज होउछि हम मधुसज्जा आज मधुसज्जा आज बासर राति आज होउछि महामिलन तेणु आज भलिया राति रे तमे जदि एमिति लाज करिवो आ चलिबटी आ लाज करबुनी आ लाज करले झियो आमे लाज करबुनी तेणु चौपदी गोटिए गाइबा प्रथम दिन गाइथिले बापा माने मोर केही नथिले ना कोन तमे गोटे गा गा पदटिए दबा हमर चैनल रे शूटिंग होउछि ना ब्राह्मण पुओ कुंतला को प्रशंसा करूछ केमिति प्रशंसा कले हौ गाई घर झियो गाई दे गाई घर झियो गाई दे कहिले चंपक बरना ये चंपक बरना 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 आउ चंपक कथा किए कहा को कहूछि ब्राह्मण पुओ कुंतला को प्रशंसा अच्छा ये केड़े जाउछु सते ये चंपक बरना आ अनुग्रह करी 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 अनुग्रह करी अनुग्रह करी यो नाम मते ये चंपक बरना ब्राह्मण पुओ कुंतला को डाकुछ कहले सुंदरी मधुसज्जा राति तमे कुआडे जाउछ अच्छा काई कुआडे जाउछि कहले चंपक बरना रे केड़े अनुग्रह करी अनुग्रह करी मधुसज्जा राति लाज लाଗୁଛି ଲାଜ ଲାଗୁଛି ତମେ କିଛି କୁହ ନା अरे जब तू बचिबू दाना
କାଇଁ ଏତେ ମୋ ଦେହକୁ ସ୍ପର୍ଶ କରିବାକୁ ଧାଇଁ ଯାଉଛ କହିଲ? ମତେ ଲାଜ ଲାଗୁଛି। ତମକୁ ଟିକେ ଲଜ୍ଜା ଲାଗୁନି? ମତେ କାଇଁ ଲଜ୍ଜା ଲାଗିବ? ତମେ କାଇଁ ଏତେ ହଲୁଛ? ତମେ କଣ ହଲୁଚି ଖାଉଥଲ? ଆଁ? ତମେ କଣ ହଲୁଚି ଖାଉଥଲ? ମୁଁ ହଲିବାର ଝିଅ ଆଉ ହଲିବି। ମୁଁ ଟିକେ ଗଞ୍ଜେଇ ରଖିକି ନେଇଯାଉ। ହଉ ଆଉ ଲଜ୍ଜା ନ କରି ମୋ ପାଖକୁ ଆସ। ପାଖକୁ ଯିବି? ହଁ। କାଇଁ ଲାଜ ଲାଗୁଛି? ଉରଯାକ ରସରୁ ଜର ରସରୁ କୁନ୍ତଳାକୁ ଯେତେ ପ୍ରକାର ବୁଝାଇଲେ କୁନ୍ତଳା ଜମା ରାଜି ହେଲା। ବ୍ରାହ୍ମଣ ପୁଅ ଡାକିଲେ ସୁନ୍ଦରୀ ଆଉ କାହିଁକି ଲଜ୍ଜା କରୁଛ? ଆଉ କାହିଁକି କଷ୍ଟ ଦଉଛ? ସମୟ ଘନେଇ ଆସିଲାଣି। ତେଣେ ମୁଁ ପ୍ରଭୁଙ୍କୁ କଥା ଦେଇ ଆସିଛି। ଜଳ ପାନ କଲି କୋଉ ପରିସ୍ଥିତିରେ ପଡି ତମକୁ ବିବାହ କରି ମୁଁ ଏଠି ଅଟକି ଗଲି। ତେଣୁ ଗୋଟେ କାମ କର, କଣ ସ୍ୱାମୀ? ଆଉ ଡେରି କରିବା ନାହିଁ। ଆଜି ହଉଛି ମଧ୍ୟସ୍ୱର୍ଯ୍ୟା ରାତି, ଚାଲ ଉଭୟ ନିଦ୍ରା ଯିବା। ଆଜ୍ଞା ଆଜି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଉଭୟ ନିଦ୍ରା ଗଲେ। କିଛି ସମୟ ପରେ ମୋ ବାପା ବ୍ରାହ୍ମଣ ପୁଅର ନିଦ୍ରାଟି ଭାଙ୍ଗିଗଲା। ଯେତେବେଳେ ଭାଙ୍ଗିଗଲା ମନେ ମନେ ଚିନ୍ତା କଲେ ଯେ ମୁଁ କଣ କଲି? ସତ୍ୟ ଲଙ୍ଘନ କରି ମୁଁ ଅପକର୍ମ ମାନ ଅର୍ଜନ କଲି। ତେଣେ ବନ ମଧ୍ୟରେ କଥା ଦେଇ ଆସିଥିଲି ପ୍ରଭୁଙ୍କୁ ଜଳପାନ କରି ମୁଁ ଫେରିବି ବୋଲି। ହେଲେ କୋଉ ପରିସ୍ଥିତିରେ ପଡି ମୁଁ ଏ ଶବର ରାଜକନ୍ୟାକୁ ବିବାହ କରି ମୁଁ ଆଜି ଏଠାରେ ଅଟକି ଯାଇଛି। ମତେ ମୋର ସତ୍ୟ ରକ୍ଷା କରିବା ପାଇଁ ପଡିବ। ହେ ଏହା କହି ବ୍ରାହ୍ମଣ ପୁଅ ନିଶା ଅର୍ଥ ଏକୁଟିଆ କୁନ୍ତଳାକୁ ଛାଡି ତେଣେ ଘଟୋତ୍କଚକୁ ଜଙ୍ଗଲ ମଧ୍ୟକୁ ଭେଟ କରିବା ପାଇଁ ପଳେଇଲା। କାହିଁକି ବାପା କଥା କହୁଛି? ଘଟୋତ୍କଚ ଜଙ୍ଗଲ ମଧ୍ୟରେ ବ୍ରାହ୍ମଣ ପୁଅକୁ ଅପେକ୍ଷା କରି କରି ମନେ ମନେ ଚିନ୍ତା କଲା ଯେ ମତେ ସେ ପିଲା ସହିତ ଆଉ ଭେଟ ହୋଇପାରିବ ନାହିଁ। ଠକି ଦେଇ ଚାଲିଗଲା। ତେଣୁ ଜଳ ଅନ୍ୱେଷଣରେ ଯାଇ ସେ ପିଲା କେଉଁଠାରେ ଅଟକି ଯାଇଛି। ଘଟୋତ୍କଚ ଚିନ୍ତା କଲା ପିଲା ତାର ନାମ ଭୁଲି ଯାଇଛି। ତା ବାପା ମା ତାକୁ ମଧ୍ୟମ ବୋଲି ଡାକୁଥିଲେ। ମୁଁ କେବଳ ଏତିକି ଜାଣିଛି ପିଲାଟି ହଉଛି ତା ବାପା ମାଙ୍କର ମଝିଆ ପୁଅ ବୋଲି। ମଧ୍ୟମ ମଧ୍ୟମ ବୋଲି ଅରଣ୍ୟ ମଧ୍ୟରେ ଆଜି ଚିତ୍କାର କରି ଡାକିଲେ ହେ ଅରଣ୍ୟ ମଧ୍ୟରେ ବୁଲୁଥିଲେ। ଯେତେବେଳେ ମଧ୍ୟମ ନନ୍ଦନ ବୋଲି ଡାକ ଶୁଣିଲେ ଭାବିଲେ ମୁଁ ହଉଛି ମଧ୍ୟମ, ମତେ ବୋଧେ କିଏ ଡାକୁଛି। ଡାକକୁ ଲକ୍ଷ୍ୟ କରି ଯାଇ ଘଟୋତ୍କଚ ନିକଟରେ ପହଞ୍ଚି ଗଲେ। କହିଲେ କିଏ ସେ ମଧ୍ୟମ ମଧ୍ୟମ ବୋଲି ଚିତ୍କାର କରୁଛି ଜଙ୍ଗଲ। ଏହା କହି ଘଟୋତ୍କଚ କହିଲେ ଆରେ କିଏ କିଏ ତୁ? ଭୀମ କହିଲେ ମୁଁ ହଉଛି ମଧ୍ୟମ। ବାପ ପୁଅକୁ ଦିନେ ଦେଖିନି ଚିହ୍ନୁଛି କିଏ? ଘଟୋତ୍କଚ ଭୀମକୁ ଚାପୁ ପ୍ରହାର କଲା। ଭୀମ କଣ କଲା? ଘଟୋତ୍କଚକୁ ମାଟି ବସି ତାର ବକ୍ଷରେ ବୃଷ୍ଟି ପ୍ରହାର କଲା। ବାପ ଗୁଣେ ପୁଅ ଭୀମକୁ ଲେଉଟାଇ ଦେଇ ହସ୍ତପଦକୁ ବନ୍ଧନ କରି କାନ୍ଧରେ କାନ୍ଧ ହୋଇ ଚାଲିଲା ଜୁପ କାଠ ନିକଟ। କାଳୀ ମନ୍ଦିରରେ ନେଇକି ବାନ୍ଧି ଦେଲା ଭୀମକୁ ନିଜ ପିତାଙ୍କୁ। ଏଳେ କଣ ହୋଇଛି
ବ୍ରାହ୍ମଣ ପୁଅ ଆଜ୍ଞା ଡାକି ଡାକି ଆଜି ଚାଲିଛି ଡାକିଲା ଏ ଗୋସାଇ ତମେ କୋଉଠୁ ମୁଁ ଫେରି ଆସିଛି ଏବେ ମୁଁ ଜଳପାନ କରି ଫେରି ଆସିଛି ତମେ ନିଶ୍ଚିତ ଭାବରେ ତମର ମାଙ୍କର କାର୍ଯ୍ୟରେ ମୁଁ ଏବେ ଲାଗିପାରିବି ଆଜି ମଧ୍ୟମା ଆସି ଜଙ୍ଗଲ ମଧ୍ୟରେ ଦେଖିଲା ଆଉ ଘଟୋତ୍କଚ ନାହାନ୍ତି ଘଟୋତ୍କଚ ନିଜ ପିତାଙ୍କୁ ଆଜି ମଧ୍ୟମ ଭାବି ନେଇ ମା କାଳୀ ମନ୍ଦିରରେ ବାନ୍ଧିଛି ମା କାଳୀଙ୍କ ନିକଟରେ ବଳି ଦବ ବୋଲି ବାନ୍ଧି ଦେଇ ଯାଇ ମା ହିଡିମ୍ବିକି ନିକଟରେ ପହଞ୍ଚି ଗଲା ଡାକିଲା ମା କଣ ଜାଣିପାରି ତୁ ସଫଳ ହେଇଯିବା କଣ ଲୋ ବାପା ଯାହା କହିଥିଲୁ ତୋ ପାଇଁ ସବୁ ନେଇ ଆସିଛି ତୋର କିଛି ଅଭାବ ନାହିଁ କଣ ହେଇଛି କି ରେ ବାପା ସେଇ ଯୁବକାଟି ନିକଟରେ ବାନ୍ଧି ଦେଇ ଆସିଛି ଯାହାକୁ କହିଥିଲୁ ବଳି ଦେବ ତାକୁ ନେଇ ଆସି ଚାଲୁ ଚାଲୁ ଯିବା ଚା ଆସ ଦେଖିବା ତୁମା କିଏ ହିଡିମ୍ବିକି କଣ କଲା ସେଇ ମଧ୍ୟମ ସନ୍ତାନ ଅନ୍ଧାରୁଆ ରାତି ମୋ ବାପା ଜୁପ କାଠ ଅନ୍ଧାରୁଆ ରାତି ଯେହେତୁ ଦୀପାଳିଟିଏ ନେଇଗଲା ଦୀପାଳିଟିଏ ଯେତେବେଳେ ନେଇଗଲା ନିଜ ସ୍ୱାମୀ ଜୁପ କାଠ ନିକଟରେ ବନ୍ଧା ହୋଇଛନ୍ତି ତମକେ ପଡ଼ିଲା ସୁନ୍ଦରୀ ସ୍ୱାମୀଙ୍କର ହସ୍ତ ପଦ ବନ୍ଧନକୁ ଖୋଲିଦେଲା ଧିକାର କରି କହିଲା ନିଜ ସନ୍ତାନକୁ କହିଲା ନିଲଜ ଆଉ କାହାକୁ ପାଇଲୁ ନାହିଁ ନିଜ ପିତାଙ୍କୁ ବଳି ଦେବା ପାଇଁ ଆଣିଛୁ ଚମକି ପଡ଼ିଲା ସୁନ୍ଦରୀ ସ୍ୱାମୀଙ୍କର ହସ୍ତପଦ ବନ୍ଧନକୁ ଖୋଲିଦେଲା ନିଜ ପୁଅକୁ ଧିକାର କରି କହିଲା ନିଲଜ ଆଉ କାହାକୁ ପାଇଲୁ ନାହିଁ ନିଜ ପିତାଙ୍କୁ ନେଇ ଆସିଲୁ ବଳି ଦେବା ପାଇଁ ଘଟୋତ୍କଚ କହିଲା ମା ଭୁଲ ହେଇଗଲା ଆଉ ମୁଁ ପିତାଙ୍କୁ ଚିହ୍ନି ପାରିଲିନି ଅନ୍ଧାର ରାତିଟାରେ ବାପାକୁ କେମିତି ଚିହ୍ନିବି ବାପାକୁ ତ ବଳି ଦେବା ପାଇଁ ଆଣିଛି ଏ ମା ମୋ ଦ୍ୱାରା ଭୁଲ ହେଇଗଲା ମୁଁ ବଳି ହେଇଯିବି ହିଡିମ୍ବା କହିଲା କଣ ହେଲା ତୁ ମାଙ୍କ ନିକଟରେ ବଳି ହବୁ ଆଚ୍ଛା ବଳି ମୋ ମାର ଦରକାର ମୁଁ ବଳି ଆଣିବା ପାଇଁ ମୁଁ ତତେ ପଠେଇଥିଲି ମାଙ୍କ ନିକଟରେ ବଳି ମୁଁ ହେବି ଭୀମସେନ କହିଲା ଆରେ ହିଡିମ୍ବା ତମେ ମା ପୁଅ ବଳି ଲାଗିଲେ ସବୁ ସମସ୍ୟାର ସମାଧାନ ହବ ନାହିଁ ବରଂ ବଳି ପାଇ ମୁଁ ଆସିଛି ମାଙ୍କ ନିକଟରେ ବଳି ମୁଁ ହେବି ଏଡେ କଣ ହୋଇଛି ପାର୍ଥ ମଧ୍ୟମ ବ୍ରାହ୍ମଣ ପୁଅ ଅନତି ଦୂରରେ ରହି ଡାକ ଦେଲେ କହିଲେ ରହିଯାଅ ମୁଁ ଫେରି ଆସିଛି ମାଙ୍କ ନିକଟରେ ବଳି ମୁଁ ହେବି ଏମିତି ସମସ୍ତେ ବଳି ହବା ପାଇଁ ବିଗ୍ରତ ହଉଛନ୍ତି ହେ ଧର୍ମରାଜ ଯୁଧିଷ୍ଠିର ବଡ଼ ବିଷମ ସମସ୍ୟାର ସମ୍ମୁଖୀନ ହୋଇ ଭଗବାନଙ୍କୁ ସ୍ମରଣ କଲେ